ହଉ ହେଲା ରେ ମା ହେଲା ଉଠେ ମା ଉଠ ସେହି ପ୍ରଭୁ ଜଗତର ନାଥ ଜଗନ୍ନାଥ ତୋତେ ମଙ୍ଗଳରେ ରଖିଥାନ୍ତୁ ରେ ମା। ହେ ମାଉଜଳି ପିତା ମାଲୋ ମୁଁ ଅନେକ ସମୟ ଧରି ତତେ ମୁଁ ଏଇଠି ଅପେକ୍ଷା କରିକି ଥିଲି। ଏ ମା ଏତେ ବେଳ ପର୍ଯ୍ୟନ୍ତ ତୁ କୁଆଡ଼େ ଯାଇଥିଲୁ ରେ ମା? ପିତା ହରେ ମା ମୁଁ ନା ମୋ ସାଙ୍ଗସାଥିମାନଙ୍କ ସହିତ ସେ ଉଦଣ୍ଡକୁ ଭ୍ରମଣ କରିବ ଟିକେ ବିଳମ୍ବ ହେଇଗଲା। ହେ ମା ଅଞ୍ଜଳି ଏତେ ବଡ଼ ଦୁନିଆରେ ତୋ ଛଡ଼ା ମୋର କିଏ ଅଛି ରେ ମା? ତତେ ମୁହୂର୍ତ୍ତଟେ ନ ଦେଖିଲେ ମୋ ଜୀବନଟା ଅନ୍ଧାର ହେଇଯାଏ ରେ ମା, ଅନ୍ଧାର ହେଇଯାଏ। ପିତା ହରେ ମା ତମେ ଛୋଟିଆ କଥା ପାଇଁ ଏତେ ଚିନ୍ତାରେ ଅଛ? ମୁଁ କ'ଣ ଛୋଟ ଛୁଆକି ଅଛି? ମୋ ପରା କେତେ ବଡ଼ ହେଇଗଲିଣି। ହେ ଅଞ୍ଜଳି ତତେ କେମିତି ବୁଝେଇବି ରେ ମା? ପୁଅ ଝିଅ ମାନେ ଯେତେ ବଡ଼ ହେଲେ ମଧ୍ୟ ସବୁଦିନ ତାଙ୍କ ମା ବାପାଙ୍କ ଆଖିରେ ସେମାନେ ଛୋଟ ଛୁଆ ହେଇକି ରହିଥାନ୍ତି ରେ ମା। ହଉ ହେଲା ଛାଡ଼ ସେ ସବୁ କଥା, ତୁ ହବା କ'ଣ ବୁଝିବୁ ଗୋଟାଏ ବାପର ମନର କଥାରେ ମା। ପିତା ଆଜି ମୁଁ କିନ୍ତୁ ତୁମ ମନ କଥା ଜାଣିବାକୁ ଚାହୁଁଛି। ହେ ମା ତୁ ମୋ ମନ କଥା ଜାଣିବା ପାଇଁ ଚାହୁଁଛୁ ନା ମା? ହଁ ପିତା। ତାହେଲେ ଶୁଣରେ ମା ଗୋଟାଏ ବାପର ମନର କଥା। ହେ ମା ଅଞ୍ଜଳି ପିତା ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ କରି ସାରିଲା ପରେ ଗୋଟିଏ ମା ବାପା ଦୀର୍ଘ 21 ବର୍ଷ ଧରି ନିଜ ଜନ୍ମିତ କନ୍ୟା ରତ୍ନର ଲାଲନ ପାଳନ କରନ୍ତି। ସେହି ଝିଅ ଯେତେବେଳେ ବଡ଼ ହେଇଯାଏ ତା ଝିଅଟାକୁ ଗୋଟାଏ ସୁଯୋଗ୍ୟ ବରପାତ୍ର ହସ୍ତରେ ବିବାହ କରେଇ ତା ଶାଶୁ ଘରକୁ ନ ପଠାଇବା ପର୍ଯ୍ୟନ୍ତ ଗୋଟାଏ ବାପର କର୍ତ୍ତବ୍ୟ ଯାଏନି ରେ ମା। ନା ପିତା ନା, ମୁଁ ତୁମକୁ ଛାଡ଼ିକି କୁଆଡ଼େ ବି ଯିବିନି। ହେ ହୁଣ୍ଡି ମୁଁ କ'ଣ ଏବେ ତତେ ତୋ ଶାଶୁ ଘରକୁ ପଠେଇ ଦଉଛି ଯେ ତୁ ପୁଣି ମୋ ସହିତ ଏମିତି ମାନ ଅଭିମାନର ପାହାଡ଼ଟା ଠିଆ କରି ଦଉଛୁ? ହେ ମା ତୁ ବହୁତ ଦୂରରୁ ଆସିଛୁ, ନିଶ୍ଚୟ ତତେ ଭୋକ ହଉଥିବ, କିଛି ଗୋଟେ ଖାଇଦେବୁ। ଖାଇବି ଯେ ହେଲେ ଖାଇବା ପୂର୍ବରୁ ନା ମୁଁ ତୁମକୁ କିଛି ମାଗିବାକୁ ଚାହୁଁଛି। ହେ ମା ଅଞ୍ଜଳି ତୋ ବାପା ହଉଛି এই বিস্তীর্ণ কলিঙ্গ সাম্রাজ্যর সেনাপতি, ଆଉ ତୋର ପୁଣି କ'ଣ ଅଭାବ ଅଛି ରେ ମା? ମାଗରେ ମା, ତୁ ଯାହା ମାଗିବୁ ମୁଁ ତତେ ନିଶ୍ଚୟ ଦେବି ରେ ମା। ପିତା ଅନେକ ଦିନ ହେଇଗଲାଣି ମୁଁ ମୋ ସାଙ୍ଗସାଥିମାନଙ୍କ ସହିତ କୁଆଡ଼େ ଭ୍ରମଣ କରିବାକୁ ଯାଇନି, ତେଣୁ ମୁଁ ଭାବୁଛି କି ମୋ ସାଙ୍ଗସାଥିମାନଙ୍କ ସହିତ ସେଇ ଆମ ନନ୍ଦନକାନନକୁ ବୁଲି ଯିବା ପାଇଁ। ଠିକ ଅଛି ରେ ମା, ବାସନ୍ତ ପ୍ରାପ୍ତ ସକାଳ ସମୟରେ ମୋଗଲ ହେଇ ଝିଅ ଅଞ୍ଜଳି ତା ସାଙ୍ଗ ସାଥୀଙ୍କ ଗହଣରେ ନିଶ୍ଚୟ ନନ୍ଦନକାନନ ବୁଲିବା ପାଇଁ ଯିବା। ସତ ପିତା
ସାଙ୍ଗସାଥୀଙ୍କ ଗହଣରେ ନନ୍ଦନ କାନନ ଭ୍ରମଣ କରିବା ପାଇଁ ଚାଲିଯା। ଆଉ ମୁଁ କେମିତି ମହାରାଜା ଆଦର୍ଶକୁ ହତ୍ୟା କରି এই কলিঙ্গ রাজ্যরে রাজা হেবি সেইথিপাই মো কুট চক্রান্ত করিবি। ଆୟୋ ଏଇକି ସାରେ ମୁଁ ଯାହା ଭାବୁଛି ଆପଣଙ୍କ ବୟସ ସହିତ ଆପଣଙ୍କ ବୁଦ୍ଧି ବି କିଛି କାମ କରୁନି ସାରେ। ମହାନ୍ତି ସାରେ ମୋର କହିବାର କଥାଟା ହେଉଛି ଆମ ରାଜାଙ୍କର ପୁଅ ସିଦ୍ଧାର୍ଥଙ୍କ ସହିତ ଯଦି ଆମ ଅଞ୍ଜଳିର ବିବାହ କରିଦିଆଯାଏ। মহান্তি ସାରେ তবে ঠিক কথা কহিছ মহান্তি। ମୋ ଝିଅ ଅଞ୍ଜଳି ଯଦି ମହାରାଜା ଆଦର୍ଶଙ୍କ ପୁଅ ରାଜକୁମାର ସିଦ୍ଧାର୍ଥଟାକୁ ବାହା ହେଇଯିବ ତାହେଲେ ମୋ ମା ଅଞ୍ଜଳି ହେଇଯିବ ହେଇ କଳିଙ୍ଗ ରାଜ୍ୟର ପାଟ ମହାରାଣୀ। ହେଲେ ମହାନ୍ତି ସାରେ সেই সোলা রাজাটা কর এই প্রস্তাবে রাজি হব? ଆୟୋ ଏଇକି ସାରେ ମୁଁ କ'ଣ ଆପଣଙ୍କ ପାଖରେ ଗେମ୍ଫାଟା ମାରିବା ପାଇଁ ଅଛି କି ସାରେ? ସେଇ କଥାଟା ମୋରି ଉପରେ ଛାଡ଼ି ଦିଅନ୍ତୁ ସାରେ। କିନ୍ତୁ ସାରେ ମତେ ଗୋଟାଏ ମା ଅଞ୍ଜଳିର ରଙ୍ଗୀନ ଫଟୋଟାଏ ଦରକାର ସାରେ। হে মহান্তি ସାରେ তু মতে হেইনে অপেক্ষা করি কি থা মহান্তি। ମୁଁ ଏଇ ସାଙ୍ଗେ ସାଙ୍ଗେ ଯାଇ ମୋ ଝିଅ ଅଞ୍ଜଳିର ଫଟୋଚିତ୍ର ନେଇକି ଆସୁଛି। ଠିକ ଅଛି ସାରେ। মহান্তি ସାରେ এই নিয় মহান্তি ମୋ ଝିଅ ଅଞ୍ଜଳିର ଚିତ୍ର ଫଟୋ ଆଉ ଯେମିତି ହେଲେ ବି ମୋ ମା ଅଞ୍ଜଳିର ବାହାଘର ମହାରାଜା ଆଦର୍ଶଙ୍କ ପୁଅ ରାଜକୁମାର ସିଦ୍ଧାର୍ଥ ସହିତ ସୁନିଶ୍ଚିତ କରିକି ଆସ। ଆୟୋ ତାହେଲେ ଠିକ ଅଛି ସାରେ ଏ ଫଟୋଟା ନେଇକି ମୁଁ ଆପଣଙ୍କ ପାଖକୁ ଶୁଭ ସମ୍ବାଦଟିଏ ନେଇକି ଆସିଛି ସାରେ।